ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ 1ଟା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ବିଜୁ ଜନତା ଦଳର ଏହି ହେଭିୱେଟ୍ ନେତା। ରେଢ଼ାଖୋଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସମ୍ବଲପୁରରେ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇ ତାଙ୍କର ଚିକିତ୍ସା ଜାରି ରହିଛି। ତାଙ୍କ ମୁଣ୍ଡରେ ଆଘାତ ହୋଇଥିବା ଜଣାପଡ଼ିଛି। ଗୁରୁବାର ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ସାରି ବରଗଡ଼ ଫେରୁଥିବା ବେଳେ ରେଢ଼ାଖୋଲର ବେଲଡିହି ଠାରେ ଏକ ଗ୍ୟାସ୍ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା ତାଙ୍କ ଗାଡ଼ି। ତାଙ୍କ ସହିତ ତାଙ୍କ ପିଏସ୍ଓ ମଧ୍ୟ ଥିଲେ। ତେବେ ପିଏସ୍ଓ ମଧ୍ୟ ଆହତ ହୋଇଛନ୍ତି, ହେଲେ ଡ୍ରାଇଭରଙ୍କ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଗାଡ଼ିର ସମ୍ମୁଖ ଭାଗ ଭାଙ୍ଗି ଚୁରମାର ହୋଇଯାଇଛି। ସେଥିରୁ ଦୁର୍ଘଟଣାର ଭୟାବହତା ଜଣାପଡ଼ୁଛି। ତେବେ ପ୍ରସନ୍ନ ଆଚାର୍ଯ୍ୟଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ରେଢ଼ାଖୋଲରୁ ଜେନାମଣି ଯୋଗଜନ୍ମା ଦାସ ଶର୍ମାଙ୍କ ରିପୋର୍ଟ। ଉପସ୍ଥାପନା ବୀରେନ୍ଦ୍ର କୁମାର ପାଣିଗ୍ରାହୀ। ନମସ୍କାର।